ପବିତ୍ର ହେରା ପଞ୍ଚମୀରେ ଶ୍ରୀଜୀଉଙ୍କ ନୃସିଂହ ବରାହ ବେଶ। ପବିତ୍ର ହେରା ପଞ୍ଚମୀ ଅବସରରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଶ୍ରୀଜୀଉଙ୍କ ନୃସିଂହ ବରାହ ବେଶ ଦେଖିବା ସକାଶେ ଗୁଣ୍ଡିଚା ବାଡ଼ିରେ ଥିବା ଆଡ଼ପ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ପୌରାଣିକ କଥାବସ୍ତୁ ଅନୁସାରେ ହେରା ପଞ୍ଚମୀ ଦିନରେ ମହାଲକ୍ଷ୍ମୀ ଭଗବାନଙ୍କ ଉପରେ କ୍ରୋଧ ହୋଇ ରଥକୁ ଭାଙ୍ଗି ଦିଅନ୍ତି। ମହାଲକ୍ଷ୍ମୀଙ୍କୁ ମନେଇବା ପାଇଁ ପୂଜା ରୀତି ଅନୁଷ୍ଠିତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସକାଳ ସମୟରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବିଶେଷ କରି ମହିଳାମାନେ ଆଡ଼ପ ମନ୍ଦିରରେ ଦୀପଦାନ କରିବା ସହ ପୂଜାର୍ଚ୍ଚନା କରୁଥିଲେ। ହେରା ପଞ୍ଚମୀ ଅବସରରେ ଆନନ୍ଦ ବଜାରରେ ହଜାର ହଜାର ଶ୍ରଦ୍ଧାଳୁ ଅନ୍ନପ୍ରସାଦ ସେବନ କରିଥିବାର ଦେଖିବାକୁ ମିଳିଥିଲା। ଏଥିନିମନ୍ତେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ରଥଯାତ୍ରା ନିମନ୍ତେ ଖୋଲାଯାଇଥିବା ବିଭିନ୍ନ ଦୋକାନ ବଜାର ମୀନା ବଜାରରେ ମଧ୍ୟ ଭିଡ଼ ଲାଗି ରହିଥିଲା।